ଆପଣ ଆଗରୁ କେବେ ଆସିଥିଲେ ଥରେ? ହଁ ମୁଁ ଆସିଥିଲି କେତେ ବର୍ଷ ତଳେ ଆସିଥିଲେ? ବର୍ଷେ 1.5 ବର୍ଷ ତଳେ ଦେଢ ଆସିଥିଲି। ବର୍ଷ ତଳେ ଆସିଥିଲେ। କଣ ମେସିନ୍ ଇନକ୍ୱାରି କରି ଯାଇଥିଲେ ଫାର୍ଷ୍ଟ? ଯେ ଟାଟା ଗ୍ଲୁକୋଜ ବନେଇବା ଆଉ ଲିଚି ବନେଇବା ପାଇଁ ଲିଚି ବନେଇବା ପାଇଁ ମେସିନ୍ ଦେଖି ଯାଇଥିଲେ, ଚାଖି ଦେଖି ଟେଷ୍ଟ କରି ଯାଇଥିଲି, ଯାଇଥିଲେ? ସବୁ ଟେଷ୍ଟ କରି ଯାଇଥିଲି। ଯାଇଥିଲେ। ଏ ଯେ 1.5 ବର୍ଷ ଭିତରେ ମୁଁ ବାରମ୍ବାର ଆପଣ ବିଚାର କରି ଆସନ୍ତୁ ଆସନ୍ତୁ ମେସିନ୍ ନେବେ ମେସିନ୍ ନାଇଁ ନେବେ, ନାଇଁ, ମୁଁ ନିଜେ ଆଗା ଚଏସ୍ କରି ଆସିଛି। ଗୋଟେ ଥର କଲ୍ କରିଛି କେବେ ନାଇଁ, ମୁଁ ନିଜେ କରିନି ନା? ନାଇଁ। ଆମ ସିଷ୍ଟମ ମାଥରେ ରଖାନି ଫାଷ୍ଟ କଥା ଅଛି। ସିଙ୍ଗଲ ମେସିନ୍ ଆଉ ଆଉ ଲିଚି ବନେଇବା ପାଇଁ ଏଇଟା ଲିଚି। ଡବଲ ଟା। ହଁ ଆଚ୍ଛା, ତା ସହିତ ମୁଁ ଯୋଉ ଫ୍ରି କିଟ୍ ଯୋଉ କହୁଥିଲି ଆମର ଗ୍ଲୁକୋଜ ମେସିନ୍ ସହିତ କି କପ୍ ପାଉଚ୍ ସହିତ ଯେତିକି ଆମର ପାଉଚ୍ ଫ୍ଲେଭର କପ୍ ଦିଆହବ, ଏକ୍ଚୁଆଲି ସେଠି ଆମର ଦିଆହେଲା ନା ମୁଁ ମିଛ କହୁଥିଲି ଭିଡିଓରେ? ନାଇଁ ନାଇଁ, ସବୁ ସବୁ ଏ ଯାହା ସବୁ ଯାହା ଜିନିଷ ସବୁ ଆପଣ ବାହାରିଛି ଆଭେଲେବଲ, ନା? ସବୁ ଏଟା ସବୁ ଯେତିକି କହିଥିଲି ହୁଁ। ଶିଖିଲେ ପ୍ରୋସେସ କେତେ ଡିଫିକଲ୍ଟ ଥିଲେ ଚଲେଇବାଟା? ନାଇଁ କିଛି ଡିଫିକଲ୍ଟ ନାହିଁ, ପୁରା ଆସାନ ଜଣେ ସହଜ ଲେଡିସ୍ ଚଲେଇ ଲାଗୁଛି। ପାରିବ? ଚଲେଇ ପାରେ, ଆପଣ ଆରାମ ମ୍ୟାଡାମ ସହିତ ଆସିଥିଲେ, ମ୍ୟାଡାମ ବି ଚଲେଇ ପାରିବେ? ଚଲେଇ ପାରେ। କିଛି ଡିଫିକଲ୍ଟ ନାହିଁ ତାହେଲେ? ତାଙ୍କେ ଚଲେଇ, ମୁଁ ଖାଲି ଟିକେ ଜାଣିବା କଥା। କି ବଟଲ ମେସିନ୍ କଣ କଣ କରିପାରିବେ? ଏଇଟା ବଟଲ କରିପାରିବେ। ଦେଖନ୍ତୁ ପଇଡ଼ ପାଣି ଯେମିତି ଅଛି, ଆମର ଯେମିତି ମ୍ୟାଙ୍ଗୋର ଅଛି ହାଫ୍ ଲିଟର ବାଲା ଅଛି, ଆମର ମ୍ୟାଙ୍ଗୋର 10 ଟଙ୍କା ବାଲା ବି ଅଛି, ଆମର ଲିଚିର ଫଏଲ୍ ବାଲା ବି ଅଛି, ଆଉ ଲିଚିର ଯୋଉ ପିସ୍ ବାଲା ଆସୁଛି ଇଏ ମଧ୍ୟ ଅଛି। ଏ ସବୁ ଜିନିଷ ତାଙ୍କେ ଆମର ବଟଲ ମେସିନ୍ ବନେଇ ପାରିବେ। ତା ସହିତ କଣ ବନେଇ ପାରିବେ? ଏଟା ପାଉଚ୍ ବନେଇ ପାରିବେ ତାଙ୍କେ। ତା ସହିତ କଣ ବନେଇ ପାରିବେ? ଏ ଟାଇପ୍ ର କ୍ୟାପିଂ ପାଉଚ୍ ବନେଇ ପାରିବେ। ଏ ଟାଇପ୍ ଲସି ବନେଇବେ। ଲସି କଣ ଦେଖନ୍ତୁ, ବଟରସ୍କଚ୍ ଲସି, ଭ୍ୟାନିଲା ଲସି, ମ୍ୟାଙ୍ଗୋ ଲସି, ସବ୍ଜା ଲସି, 4 ପ୍ରକାର ଲସି ବନେଇ ପାରିବେ। 3 ପ୍ରକାର ଗ୍ଲୁକୋଜ ବନେଇ ପାରିବେ, ମ୍ୟାଙ୍ଗୋ ଗ୍ଲୁକୋଜ, ଅରେଞ୍ଜ ଗ୍ଲୁକୋଜ, ଲେମନ ଗ୍ଲୁକୋଜ। ଆଉ କଣ ବନେଇ ପାରିବେ ତାରେ? ଏ ଟାଇପ୍ ଲେମ୍ବୁ ପାଣି ବନେଇ ପାରିବେ, ଆଖୁ ରସ ବନେଇ ପାରିବେ, ପଇଡ଼ ପାଣି ବନେଇ ପାରିବେ। 10 ପ୍ରକାର ଆଇଟମ ଆମର କପ୍ ମେସିନ୍ ବନେଇ ପାରିବେ। ମାର୍କେଟ ଯେତେ ଜାଗାରେ ପିଇଥିବେ, ଆମ ପାଖରେ ଥରେ ଚାଖିବେ, ଆପଣ ନିଜେ କହିବେ ଯେ ମାର୍କେଟ ସବୁ ଯେତିକି ଜାଗା ଚାଖିଛନ୍ତି, ସବୁ ବେଷ୍ଟ ଟେଷ୍ଟ ଆମ ପାଖରେ ଅଛି। ଆପଣ ମେସିନ୍ ନବା ବି ଦରକାର ନାହିଁ, ୱାନ୍ ଟାଇମ୍ ଖାଲି ଚାଖିବା ପାଇଁ ଆସନ୍ତୁ। ଯଦି ଠିକ୍ ଲାଗେ ତ ମେସିନ୍ ନେବେ, ନାଇଁ ତ ଆମେ ଆପଣଙ୍କୁ କେବେ ଗୋଟେ ଥର ବିଚାର କରୁଛୁ ଯେ ଆପଣ ଆସନ୍ତୁ। ଜୟ ଜଗନ୍ନାଥ। ମୋ ଫାର୍ମ ନାଁ ହେଉଛି ମୁସ୍କାନ ଏଣ୍ଟରପ୍ରାଇଜେସ୍। ମୋ ନାଁ ହେଉଛି ରବି ନାରାୟଣ ସାବତ। ଆମର ଅଫିସ୍ ହେଉଛି ଗଞ୍ଜାମ, ବ୍ରହ୍ମପୁର, ଲୋଚାପଡ଼ା, କାଳୀମନ୍ଦିର ପାଖରେ। ଆମର ଜଣେ ଭାଇ ଆସିଛନ୍ତି, କୋଉଠୁ ଆସିଛନ୍ତି, କଣ ଆସିଛନ୍ତି, କଣ ମେସିନ୍ ନେବେ ପଚାରିବା ଟିକେ। ଭାଇ ନମସ୍କାର। ନମସ୍କାର। ଆପଣ କୋଉଠୁ ଆସିଥିଲେ? ଟାଟା କଲୋନୀ। ଟାଟା କଲୋନୀ। ଆପଣ ଆଗରୁ କେବେ ଆସିଥିଲେ ଥରେ? ହଁ ମୁଁ ଆସିଥିଲି କେତେ ବର୍ଷ ତଳେ ଆସିଥିଲେ? ବର୍ଷେ 1.5 ବର୍ଷ ତଳେ ଦେଢ ଆସିଥିଲି। ବର୍ଷ ତଳେ ଆସିଥିଲେ। କଣ ମେସିନ୍ ଇନକ୍ୱାରି କରି ଯାଇଥିଲେ ଫାର୍ଷ୍ଟ? ଯେ ଟାଟା ଗ୍ଲୁକୋଜ ବନେଇବା ଆଉ ଲିଚି ବନେଇବା ପାଇଁ ଲିଚି ବନେଇବା ପାଇଁ ମେସିନ୍ ଦେଖି ଯାଇଥିଲେ, ଚାଖି ଦେଖି ଟେଷ୍ଟ କରି ଯାଇଥିଲି, ଯାଇଥିଲେ? ସବୁ ଟେଷ୍ଟ କରି ଯାଇଥିଲି। ଯାଇଥିଲେ। ଏ ଯେ 1.5 ବର୍ଷ ଭିତରେ ମୁଁ ବାରମ୍ବାର ଆପଣ ବିଚାର କରି ଆସନ୍ତୁ ଆସନ୍ତୁ ମେସିନ୍ ନେବେ ମେସିନ୍ ନାଇଁ ନେବେ, ନାଇଁ, ମୁଁ ନିଜେ ଆଗା ଚଏସ୍ କରି ଆସିଛି। ଗୋଟେ ଥର କଲ୍ କରିଛି କେବେ ନାଇଁ, ମୁଁ ନିଜେ କରିନି ନା? ନାଇଁ। ଆମ ସିଷ୍ଟମ ମାଥରେ ରଖାନି ଫାଷ୍ଟ କଥା ଅଛି। ଆଚ୍ଛା, ଆଜି ଯୋଉ ଆସିଲେ କୋଉ କୋଉ ମେସିନ୍ ନେଲେ? ସେ ଟାଟା ଗ୍ଲୁକୋଜ କଣ ଏଇ ସିଙ୍ଗଲ ଟା? ସିଙ୍ଗଲ ମେସିନ୍ ଆଉ ଆଉ ଲିଚି ବନେଇବା ପାଇଁ ଏଇଟା ଲିଚି। ଡବଲ ଟା? ହଁ ଆଚ୍ଛା, ତା ସହିତ ମୁଁ ଯୋଉ ଫ୍ରି କିଟ୍ ଯୋଉ କହୁଥିଲି, ଆମର ଗ୍ଲୁକୋଜ ମେସିନ୍ ସହିତ କି କପ୍ ପାଉଚ୍ ସହିତ ଯେତିକି ଆମର ପାଉଚ୍ ଫ୍ଲେଭର କପ୍ ଦିଆହବ, ଏକ୍ଚୁଆଲି ସେଠି ଆମର ଦିଆହେଲା ନା ମୁଁ ମିଛ କହୁଥିଲି ଭିଡିଓରେ? ନାଇଁ ନାଇଁ, ସବୁ ସବୁ ଏ ଯାହା ସବୁ ଯାହା ଜିନିଷ ସବୁ ଆପଣ ବାହାରିଛି ଆଭେଲେବଲ, ନା? ସବୁ ଏଟା ସବୁ ଯେତିକି କହିଥିଲି। ହୁଁ। ଆଚ୍ଛା, ମେସିନ୍ ଆପଣ ଯୋଉ ଶିଖିଲେ ପ୍ରୋସେସ କେତେ ଡିଫିକଲ୍ଟ ଥିଲେ ଚଲେଇବାଟା? ନାଇଁ କିଛି ଡିଫିକଲ୍ଟ ନାହିଁ, ପୁରା ଆସାନ ଜଣେ ଲେଡିସ୍ ସହଜ ଚଲେଇ ଲାଗୁଛି। ପାରିବ? ଚଲେଇ ପାରେ, ଆପଣ ଆରାମ ମ୍ୟାଡାମ ସହିତ ଆସିଥିଲେ, ମ୍ୟାଡାମ ବି ଚଲେଇ ପାରିବେ? ଚଲେଇ ପାରେ। କିଛି ଡିଫିକଲ୍ଟ ନାହିଁ ତାହେଲେ? ତାଙ୍କେ ଚଲେଇ, ମୁଁ ଖାଲି ଟିକେ ଜାଣିବା କଥା। କିଛି ଡିଫିକଲ୍ଟ ନଥିଲା ଆଜ୍ଞା? ଟିକେ କିଛି ନାହିଁ। ଏ ଯୋଉ ପିଲାମାନେ ଭାଗ ମାପ ଯୋଉ ଶିଖେଇଲେ ଆମର ପ୍ରୋସେସ, ସେ କେତେ ଡିଫିକଲ୍ଟ? ନାଇଁ, ସେ ଟିକେ ମାଇଣ୍ଡ କଲେ ସବୁ କିଛି ସବୁ ଯାଉଛି ଆପଣଙ୍କ କତିରେ ହ୍ୱାଟ୍ସଆପ ଲିଙ୍କ ଦିଆହେଲା ସବୁ ଯାକ? ସବୁ ଠିକ ଅଛି, ଖାଲି ଟିକେ ମାଇଣ୍ଡରେ କରିବାକୁ ପଡିବ। କୋଉଟା ମନେ ପକେଇ ସେ କରିବାକୁ ମନେ ପଡିବ? ପକେଇ କରିବାକୁ ପଡିବ। ମନେ ପକେଇବା ଦରକାର ନାହିଁ, ସବୁ ଏକ୍ସେଲ ସିଟ୍ ଦେଇଦେଇଛି, ଆପଣ ଦେଖିବେ ସେଇଠୁ ଚଏସ୍ କରି ତାର ମୋବାଇଲ ଦେଖିଲେ ହେଲେ ସେ କିଛି ଜାଣିବା କଥା। ଜଣା ପଡୁଛି, ସବୁ ତାର ମେଥଡ ଦେଇଦେଇଛି ହେଲା। ଆପଣ ଆସିଲେ ଯୋଉ ମେସିନ୍ ଶିଖା ହେଲା କି ଆମର ଯେତିକି ଆପଣ ର ମେଟେରିଆଲ ନେଲେ, ତା ବାଦ ଯଦି ଆପଣ କହିବେ ଆହୁରି ମତେ ଲକ୍ଷେ ଜିନିଷ ଦରକାର, ମୁଁ ସେତିକି ଷ୍ଟକ୍ ରଖିଛି ନା ମୁଁ ଟିକେ ନାଇଁ, ରଖିକି ସବୁ ବସିଛି? ଆଭେଲେବଲ ଅଛି, କୁଆଡେ କେତେ କେତେ ସାମାନ ଅଛି ସବୁ। ଭର୍ତ୍ତି ଅଛି, ଯେତେ ଯାଏଁ ଦେଇପାରିବି। ସବୁ ଆମର କିଛି ଅବଜେକ୍ସନ ନାହିଁ। ନାଇଁ ଆମ ପିଲାମାନେ ବିହେଭ କେମିତି ଥିଲା? ସବୁ ଠିକ ଅଛି, ଭଲ ଅଛି? ସବୁ ଭଲ ଅଛି, କିଛି ଅବଜେକ୍ସନ ନାହିଁ? କିଛି ଅସୁବିଧା ନାହିଁ। ଠିକ ଅଛି, ଥ୍ୟାଙ୍କ ୟୁ। ଏବେ ଯୋଉ ଭାଇ ନେଲେ, ତାଙ୍କେ ବଟଲିଂ ମେସିନ୍ ନେଲେ ପ୍ଲସ କପ୍ ମେସିନ୍ ନେଲେ। ବଟଲ ମେସିନ୍ କଣ କଣ କରିପାରିବେ? ଏଇଟା ବଟଲ କରିପାରିବେ। ଦେଖନ୍ତୁ ପଇଡ଼ ପାଣି ଯେମିତି ଅଛି, ଆମର ଯେମିତି ମ୍ୟାଙ୍ଗୋର ଅଛି ହାଫ୍ ଲିଟର ବାଲା ଅଛି, ଆମର ମ୍ୟାଙ୍ଗୋର 10 ଟଙ୍କା ବାଲା ବି ଅଛି, ଆମର ଲିଚିର ଫଏଲ୍ ବାଲା ବି ଅଛି, ଆଉ ଲିଚିର ଯୋଉ ପିସ୍ ବାଲା ଆସୁଛି ଇଏ ମଧ୍ୟ ଅଛି। ଏ ସବୁ ଜିନିଷ ତାଙ୍କେ ଆମର ବଟଲ ମେସିନ୍ ବନେଇ ପାରିବେ। ତା ସହିତ କଣ ବନେଇ ପାରିବେ? ଏଟା ପାଉଚ୍ ବନେଇ ପାରିବେ ତାଙ୍କେ। ତା ସହିତ କଣ ବନେଇ ପାରିବେ? ଏ ଟାଇପ୍ ର କ୍ୟାପିଂ ପାଉଚ୍ ବନେଇ ପାରିବେ। କ୍ୟାପିଂ ପାଉଚ୍ କଣ? ଲିଚି ପାଉଚ୍, ଅରେଞ୍ଜ ପାଉଚ୍, ପାଇନାପଲ୍, ମସ୍କ ମିଲନ, ମିକ୍ସ ଫ୍ରୁଟ, ଗୋଆ, ମ୍ୟାଙ୍ଗୋ, ଏସବୁ କ୍ୟାପିଂ ପାଉଚ୍ ବନେଇ ପାରିବେ। ଛୋଟ ପାଉଚ୍ ଦେଖିଲେ ଆପଣଙ୍କର ମ୍ୟାଙ୍ଗୋ, ଅରେଞ୍ଜ, ସିକଞ୍ଜି, ପାଇନାପଲ, ଷ୍ଟିଙ୍ଗ, ଗୋଆ, ଜିରା, ମିକ୍ସ ଫ୍ରୁଟ, ଲିଚି, ଏପଲ, କାଲାଖଟା, ଷ୍ଟ୍ରବେରୀ, ଗ୍ରେପ୍ସ, ଏ ସବୁ ପ୍ରକାର ଏ ପାଉଚ୍ ବନେଇ ପାରିବେ। ଆଉ ଗୋଟେ ଫ୍ରୁଟ ସେ ପାଉଚ୍ ଅଛି 3 ଟଙ୍କା ବାଲା, ସିଏ ମଧ୍ୟ ବନେଇ ପାରିବେ। ଏ ସବୁ ଜିନିଷ ଆମର ବଟଲିଂ ମେସିନ୍ ନେଇପାରିବ। ତା ସହିତ ତାଙ୍କେ ଯୋଉ କପ୍ ମେସିନ୍ ଦେଇଛନ୍ତି, କପ୍ ମେସିନ୍ କଣ ବନେଇବେ? ଏଟା ଲସି ବନେଇବେ। ଲସି କଣ ଦେଖନ୍ତୁ, ବଟରସ୍କଚ୍ ଲସି, ଭ୍ୟାନିଲା ଲସି, ମ୍ୟାଙ୍ଗୋ ଲସି, ସବ୍ଜା ଲସି, 4 ପ୍ରକାର ଲସି ବନେଇ ପାରିବେ। 3 ପ୍ରକାର ଗ୍ଲୁକୋଜ ବନେଇ ପାରିବେ, ମ୍ୟାଙ୍ଗୋ ଗ୍ଲୁକୋଜ, ଅରେଞ୍ଜ ଗ୍ଲୁକୋଜ, ଲେମନ ଗ୍ଲୁକୋଜ। ଆଉ କଣ ବନେଇ ପାରିବେ ତାରେ?
ଏ ଟାଇପର ଲେମ୍ବୁ ପାଣି ବନେଇ ପାରିବେ, ଆଖୁ ରସ ବନେଇ ପାରିବେ, ପଇଡ଼ ପାଣି ବନେଇ ପାରିବେ। 10 ପ୍ରକାର ଆଇଟମ ଆମର କପ୍ ମେସିନ୍ ବନେଇ ପାରିବେ। ତାଙ୍କେ ଯଦି ନେଲେ ସିଙ୍ଗଲ କପ୍ ନେଲେ, ତାଙ୍କ ବଜେଟ୍ ଟିକେ କମ୍ ଥିଲା। ଯଦି ବଜେଟ୍ ଅଧିକ ଥିବ ଆପଣଙ୍କର 6 କପ୍ ନେଇପାରିବେ, 4 କପ୍ ନେଇପାରିବେ, 2 କପ୍ ବି ନେଇପାରିବେ। ତାଙ୍କେ ଯଦି ଡବଲ ନଜଲ ମେସିନ୍ ନେଲେ ଗୋଟେ କାନି ବଟଲ ଗୋଟେ କାନି ପାଉଚ୍ ବାହାରିବ। ଯଦି ଆଉ ବଡ ମେସିନ୍ ନେବେ, ବଡ ମେସିନ୍ କଣ ବାହାରିବ, 4 କାନି 4ଟା ଆଇଟମ ବାହାରିବ। 2 କାନି କ୍ୟାପିଂ ବଟଲ ବାହାରିବ, ଗୋଟେ କାନି ଲିଚି ଫଏଲ୍ ବଟଲ ବାହାରିବ, ଗୋଟେ କାନି ପାଉଚ୍ ବାହାରିବ। 4 କାନି 4ଟା ଆଇଟମ ବାହାରିବ। ସବୁଠୁ ଅଧିକ ପରସେଣ୍ଟ ନେଇଦବ, ସବୁଠୁ ଅଧିକ ଏରିଆ ମଧ୍ୟ ଆପଣ କଭର କରିପାରିବେ। ଟେଷ୍ଟ ଏତେ ବଢିଆ ବନାହେଇଛି। ଏ ଭାଇ ଯୋଉ ମେସିନ୍ ନେଲେ ତାଙ୍କେ 1.5 ବର୍ଷ ତଳେ ଆସିଥିଲେ, ଜିନିଷ ଚାଖିଥିଲେ, ତାଙ୍କ ମାଇଣ୍ଡ ସେ ଟେଷ୍ଟ ଆଜି ପର୍ଯ୍ୟନ୍ତ ଥିଲା। ତାଙ୍କ ମଧ୍ୟ କିଛି ଇନକ୍ୱାରି କରିଥିବେ ମଧ୍ୟ, ଆଉ ତାଙ୍କେ ଆମ ପାଖକୁ ଆସିଲେ ହିଁ ଆସିଲେ, କାହିଁକିନା ଆମ ଟେଷ୍ଟ ସେ ପ୍ରକାର ରଖା ହେଇଛି। ମାର୍କେଟ ଯେତେ ଜାଗାରେ ପିଇଥିବେ, ଆମ ପାଖରେ ଥରେ ଚାଖିବେ, ଆପଣ ନିଜେ କହିବେ ଯେ ମାର୍କେଟ ସବୁ ଯେତିକି ଜାଗା ଚାଖିଛନ୍ତି, ସବୁ ବେଷ୍ଟ ଟେଷ୍ଟ ଆମ ପାଖରେ ଅଛି। ଆପଣ ମସିନ୍ ନବା ବି ଦରକାର ନାହିଁ, ୱାନ୍ ଟାଇମ୍ ଖାଲି ଚାଖିବା ପାଇଁ ଆସନ୍ତୁ। ଯଦି ଠିକ୍ ଲାଗେ ତ ମସିନ୍ ନେବେ, ନାଇଁ ତ ଆମେ ଆପଣଙ୍କୁ କେବେ ଗୋଟେ ଥର ବିଚାର କରୁନୁ ଯେ ଆପଣ ଆସନ୍ତୁ ଆସନ୍ତୁ ବୋଲି। ତାଙ୍କେ 1.5 ବର୍ଷ ତଳେ ଆସିଥିଲେ, 1.5 ବର୍ଷରୁ ଆଜି ଭିତରେ ଆମେ ଗୋଟେ ଥର ତାଙ୍କୁ କଲ୍ କରୁନୁ। କାହିଁକି କଲ୍ କରୁନୁ ନା, ତାଙ୍କେ ଯଦି ଇଚ୍ଛା ଥିବ ତାଙ୍କୁ ଆସିବେ ଆସିବେ, ଇଚ୍ଛା ନଥିବ ବାରମ୍ବାର କାହିଁକି ତାଙ୍କୁ ପୁସ୍ କରିବୁ। ଆମର ଯଦି ମସିନ୍ ସରୁନଥିବ ତାହେଲେ ଆମେ ତାଙ୍କୁ ପୁସ୍ କରିବୁ। ଆମର ୟୁଟ୍ୟୁବରେ ଭିଡ଼ିଓ ଦେବୁ ବାଧ୍ୟ, କାହିଁକି ନା ଆମେ ଯେହେତୁ ବିଜନେସ୍ ଅଛୁ ମିନ୍ସ ଆମେ ୟୁଟ୍ୟୁବରେ ଦେବା ବାଧ୍ୟ। ଆଜି ଦୁନିଆରେ ସୋସିଆଲ ମିଡ଼ିଆ ଯଦି ଆମର ନେଟୱାର୍କ ନାହିଁ, ତାହେଲେ ବିଜନେସ୍ ବି ହବାର ନାହିଁ। ତା ମାନେ ନାହିଁ ଯେ ଆମେ ଜଣ ଇନକ୍ୱାରି କଲେ ତାକୁ ବାରମ୍ବାର ବିରକ୍ତ କରିବା, ତାକୁ ବାରମ୍ବାର ଫୋନ୍ କରିବା, ଆସନ୍ତୁ ଆସନ୍ତୁ କହିବା, ସେ ଝାମେଲା କରିବା, ସେ ଠିକ୍ ନାହିଁ। ଖାଲି ମସିନ୍ ଆମେ ଦଉଛୁ, ମସିନ୍ ସହିତ ଆମର ର ମେଟେରିଆଲ ବି ସଫିସିଏଣ୍ଟ ଦଉଛୁ। କାହାକୁ ଦଉଛୁ? ଆମ କଷ୍ଟମରକୁ। ଯଦି ଆପଣ ବାହାରୁ ଗୋଟେ ମସିନ୍ ଆଣିଥିବେ ତ ଆମକୁ କଲ୍ କରିବା ଦରକାର ନାହିଁ, କାହିଁକି ନା ଆମେ କେବେ ମଧ୍ୟ ଆପଣଙ୍କୁ ର ମେଟେରିଆଲ ଦବୁନୁ ଯଦି ଆପଣ ବାହାରୁ ମସିନ୍ ଆଣିଛନ୍ତି। ଯୋଉଠି ମସିନ୍ କିଣିବା ଆଗରୁ ଫାଷ୍ଟ ଦେଖି ତା ମସିନ୍ କ୍ୱାଲିଟି କଣ, ତା ମସିନ୍ ସାଇଜ କଣ, ଏତେ ବଡ ସାଇଜ ଦେଇଦବ, ତାପରେ ଆପଣ ହଇରାଣ ହେବେ ସର୍ଭିସ ଉପରେ। ଯେତେବେଳେ ଖରାପ ହବ ନା ତା ପାଖକୁ ନେଇପାରିବେ ନା ତା ପାଖରୁ ଆଣିପାରିବେ। ସେକେଣ୍ଡ ହଉଛି ମସିନ୍ କ୍ୱାଲିଟି। ଆମର ଯେତେ ଲୋକ ମସିନ୍ ଲଗେଇଛନ୍ତି, ଆମର ଫିଡବ୍ୟାକ୍ ଭିଡିଓ ଦେଖୁଥିବେ ସବୁ ଆମର ଚ୍ୟାନେଲ ଅଛି, ସମସ୍ତେ କହିବାର ଯେ କାହାର 5 ବର୍ଷ କାହାର 4 ବର୍ଷ ମସିନ୍ ଯୋଉମାନେ ଲଗେଇଛନ୍ତି ମଧ୍ୟ, ସେ କଷ୍ଟମର ମଧ୍ୟ ଫିଡବ୍ୟାକ୍ ଦେଇଛନ୍ତି ଯେ ତାଙ୍କର କେବେ ମଧ୍ୟ ୱାନ୍ ଟାଇମ୍ ବି କେବେ ଖରାପ ହେଇନି। ସେ କ୍ୱାଲିଟି ଆମେ ବନେଇଛୁ। ଆମେ ଯଦି ଟିଭି ଖଟ ଫ୍ରିଜ୍ ସବୁ ଫ୍ରି ଦେବୁ, ତ ମସିନ୍ କ୍ୱାଲିଟି ମଧ୍ୟ ଆମେ କମ୍ କରିବୁ, ସେ ତାର ସ୍ପେୟାର ପାର୍ଟ ମଧ୍ୟ କମ୍ କରିବୁ। ଆମର ଯୋଉ ଟାଇମରଟା 7,000 ଟଙ୍କା ଲାଗୁଛି ଟାଇମର ଏକା, ସେମାନଙ୍କର 500 ଟଙ୍କା ବାଲା ଟାଇମର ଲାଗୁଛି। ତ ସେ ହିସାବରେ ଦେଖିବାକୁ ଗଲେ କ୍ୱାଲିଟି ଆମେ ନମ୍ବର 1 ଅଛୁ, ଫ୍ଲେଭର ଆମେ ଟେଷ୍ଟ ଆମେ ନମ୍ବର 1 ଅଛୁ। ସଫିସିଏଣ୍ଟ ଷ୍ଟକ୍ ରଖିଛୁ, ଯେତେ ଷ୍ଟକ୍ ନେବେ ଷ୍ଟକ୍ ପୁରା ଭର୍ତ୍ତି ପୁରା ଅଛି। ଦେଖନ୍ତୁ ପୁରା ଗୋଦାମ ଗୋଦାମ ଷ୍ଟକ୍ ଅଛି, ଆହୁରି ବାହାରେ ଗୋଦାମ ଅଛି। ଆପଣ ଅନ୍ୟ ଆମର ଫୁଲ୍ ଭିଡ଼ିଓ ଦେଖେଇଛି ମଧ୍ୟ। ଆପଣ ଆମର ଯଦି ମୁସ୍କାନ ଏଣ୍ଟରପ୍ରାଇଜ୍ ବ୍ରହ୍ମପୁର ଚ୍ୟାନେଲ ଯାଇ ଦେଖିବେ, ତ ଆମର ସବୁ ବଡ ବଡ ଭିଡ଼ିଓ ଭିତରେ ଅଛି। ସେଇଟା ଆପଣ ସବୁ ଜିନିଷ ଆମେ ଦେଖିପାରିବେ। କଣ ଦେଖିପାରିବେ? ଏଇଟା ମୋବାଇଲ ବିଜନେସ୍ ଦେଖିପାରିବେ, ଗେଜେଟ୍ ଆଇଟମ ଦେଖିପାରିବେ, ଆମ ଜୁସ୍ ବିଜନେସ୍ ଦେଖିପାରିବେ। ସବୁ ଜିନିଷ ବିଜନେସ୍ ଦେଖିବାର ଅଛି। ପ୍ଲସ୍ ଆଗକୁ ମଧ୍ୟ ବଢିଆ ନୂଆ ନୂଆ ମସିନ୍ ଆସୁଛି, ବଢିଆ ମସିନ୍ ଅଛି, ଯୋଉଟା କି 12 ମାସ ଚାଲିଲା ମସିନ୍ ଯାକ ଯଦି ଆପଣ ଦେଖିବାର ଅଛି। ତ ଆମର ମୁସ୍କାନ ଏଣ୍ଟରପ୍ରାଇଜ୍ ବ୍ରହ୍ମପୁର ଏ ଚ୍ୟାନେଲ ଯଦି ସବସ୍କ୍ରାଇବ କରିଦେବେ, ବେଲ୍ ଆଇକନ୍ ଦେବେ, ତାହେଲେ ଆପଣଙ୍କୁ ସବୁବେଳେ ନୂଆ ନୂଆ ଭିଡ଼ିଓ ଯିବ। ଦେଖନ୍ତୁ ଏସବୁ ମସିନ୍ ଅଛି, ଏସବୁ ଆମର ମୋବାଇଲ ସେକ୍ସନ ଅଛି। ଏଇଟା ଆମର ସବୁ ଚାର୍ଜର ଇୟରଫୋନ୍ ନେକଫୋନ୍ ଅଛି। ଏପଟେ ଦେଖନ୍ତୁ ଆମର ସବୁ ପଇଡ଼ ପାଣି, ଆଖୁ ରସ, ଲେମ୍ବୁ ସରବତ, ଲିଚିର ପିସ୍ ସବୁ ଅଛି। ଏପଟେ ମଧ୍ୟ ଫ୍ଲେଭର ଭର୍ତ୍ତି ଅଛି। ଏପଟେ ଆମର ଗେଜେଟ୍ ପୁରା ଭର୍ତ୍ତି ଅଛି। ସେପଟେ ଦେଖନ୍ତୁ ଆମର ଇନଷ୍ଟ୍ରୁମେଣ୍ଟ ସବୁ ଭର୍ତ୍ତି ଅଛି, ସେ ହଟ୍ ଗନ୍ ହିଟ୍ ବକ୍ସ ସବୁ ଅଛି। ଯେତେ ଚାहे ସେତେ ଷ୍ଟକ୍ ନେଇପାରିବେ, ଯଦି ମସିନ୍ ଆମର ନେଇଛନ୍ତି। ଯଦି ଆମର ମସିନ୍ ନେଇନାହାନ୍ତି, ଆମେ ର ମେଟେରିଆଲ ଦେବୁନୁ। ୱାନ୍ ଟାଇମ୍ ଆସନ୍ତୁ, ସବୁ ଜିନିଷ ଟେଷ୍ଟ କରିବେ, ଚାଖିବେ, ଠିକ୍ ଲାଗିବ ତ ନେବେ, ନାଇଁ ତ ଦେଖିକି ଯାଇପାରିବେ। ଯଦି ଆମର ଯୋଉ ଫୋନ୍ ନମ୍ବର ଡିସପ୍ଲେ ଚାଲିଛି 7978662274, ସେ ନମ୍ବରରେ ସେଭ୍ କରି ଆପଣ ହାଇ ଲେଖୁଛନ୍ତି, ଆପଣଙ୍କୁ ସବୁ ଯାକ ଲିଙ୍କ ପଳେଇବ। କଣ ଲିଙ୍କ ଯିବ? ଜୁସ୍ ମେସିନ୍ ର, ମୋବାଇଲ ର, ଗିଫ୍ଟ ର, ସବୁ ଯାକ ଲିଙ୍କ ପଳେଇବ। ସେଇଟା ଆପଣ ଦେଖିପାରିବେ। ଯଦି ଆପଣ ୟୁଟ୍ୟୁବ ଭିଡ଼ିଓ ଯିବେ, ତାକୁ ସବସ୍କ୍ରାଇବ କରିଥିବେ, ତାହେଲେ ଆପଣଙ୍କୁ ଡେଲି ନୂଆ ଅପଡେଟ୍ ଯିବ। ଯଦି ଦରକାର ଅଛି ଡିସପ୍ଲେ ନମ୍ବର ଦିଆଯାଇଛି, କଲ୍ କରି ଆସିପାରିବେ।